ଆଜି ହେଉଛି ଜନ୍ମାଷ୍ଟମୀ ତା ସହିତ ଅଗଷ୍ଟ 15 ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଏଇଠି ଦେଖୁନାହାନ୍ତି ଆଜି ହେଉଛି ଜନ୍ମାଷ୍ଟମୀରେ ମୋ ପୁଅ ପାଇଁ ପଠେଇଥିଲି ମୁଁ ମୋର ଜଣେ ସାଙ୍ଗ ଘରକୁ ଯାହା ଟିକେ ଫୁଲ ଧରିକି ଆସିବୁ ତ ସେ ଫୁଲ ଆଣିବା ପାଇଁ ଯାଇଥିଲା ଆଉ ଯେହେତୁ ଆମ ଗଳି ରାସ୍ତା ଟିକେ ସରୁ ଥିଲା ତ କାର୍ଟା ଥିଲା ସେ ଭାବିଲା କାର୍ଟାକୁ ଓଭରଟେକ୍ କରିକି ପଳେଇବ ବୋଲି ସାଇଡ଼୍ରେ ଗଲାବେଳକୁ ହଠାତ୍ କିନା କ'ଣ ହେଲା ନା ତା ଗୋଡ଼ ପାଚିରେ ବାଜିଯିବ ବୋଲି ସେ ଜାଣିନଥିଲା ତ ସେଇଥିପାଇଁ ତା ଗୋଡ଼ ଦେଖନ୍ତୁ ଖଣ୍ଡିଆ ହେଇକି ବ୍ଲଡ଼ ବାହାରୁଛି ଆଉ ଆସିକି ମୁଁ ଦେଖାଉଛି ମୋତେ ମମି ଫୁଲ ପାଇଁ ପଠେଇଲୁ ଯେ ଦେଖ ମୋ ଗୋଡ଼ କେମିତି ଖଣ୍ଡିଆ ହେଇଛି ସତ କଥା କହିବାକୁ ଗଲେ ମୋ ଛୁଆ ଦୁଇଟାଙ୍କର ଦେହ ଖରାପ ଏଇ ଟିକେ ଟିକେ ବ୍ଲଡ଼ ତିଆରି ହେବା ପାଇଁ ତାଙ୍କୁ ଯେ କେତେ ଦିନ ଲାଗୁଛି ତା କହିହେବନି ଆଉ କେତେ ଯତ୍ନରେ ରଖିଛି ସେଇଟା ହିଁ ଗୋଟେ ମାଆ ହିଁ ଜାଣିପାରିବ। ହଉ ଛାଡ଼ନ୍ତୁ ସେସବୁ କଥା ତାପରେ ଏଇଠି ଦେଖନ୍ତୁ ମୁଁ ଆଜି ବନେଇଥିଲି ମାଣ୍ଡୁକ ପିଠା ମୁଁ ତ ପିଠାର ନାଁ କ'ଣ ଜାଣିନି ଏମିତି ମଜାକରେ କହିଦେଲି ମାଣ୍ଡୁକ ପିଠା ମୁଁ ଏଇଥିପାଇଁ କହିଲି ଯେ ଏଇଠି ମୁଁ କ'ଣ କରିଥିଲି ନା ବିରି ଚାଉଳର ବଟା ଥିଲା ମୁଁ ତାକୁ ଆଉ ଚକୁଳି ପିଠା କରିକି ଗୋଟେ କରିବା ଅବସ୍ଥାରେ ହିଁ ନଥିଲି କାହିଁକିନା ମୋ ଦେହ ଟିକେ ଭଲ ଲାଗୁନଥିଲା ସେଇଥିପାଇଁ ମୁଁ କରେଇରେ ତେଲ ଦେଇକି କ'ଣ କରିଥିଲି ନା ଏକାଥରେ ମାନେ ଭାବିଲି ଏକାଥରେ ମୋଟାଟେ କରିଦେବି ବୋଲି ମୁଁ କେତେ ବୁଦ୍ଧିମାନର କାମ କରିଛି ଯେ ପୁରା 4-5 ଟଙ୍କି କ'ଣ କରିଛି ଦେଇଦେଇଛି 4-5 ଟଙ୍କି ଦେଇଦେବା ଫଳରେ ଗୋଟେ ସାଇଡ଼୍ ପିଠା ହେଇଯାଇଛି ଆରପଟ ସାଇଡ଼୍ ଯେତେବେଳେ ମୁଁ ପିଠା ଓଲଟେଇବାକୁ ଗଲି ଆଉ ସେ ଓଲଟିଲାନି ଦେଖୁନାହାନ୍ତି କେମିତି ଛେତ୍ରା ମେତ୍ରା ହେଇଗଲା କିନ୍ତୁ ଭଲ ହେଇଥିଲା ଓଭରାଲି ବହୁତ ଭଲ ହେଇଥିଲା କିନ୍ତୁ ଟିକେ ଛେତ୍ରା ମେତ୍ରା ହେଇଗଲା ଆଉ ଏଇଟା ହେଉଛି ବୁଟ ଡାଲି ନଡ଼ିଆର ଚଟଣି ଟିକେ ବହଳିଆ ଅଛି କାହିଁକିନା ଆମେ ତ ମାତ୍ର 3 ଜଣ ହିଁ ଖାଇବୁ ନା ତାପରେ ଆଜି ଖରାବେଳେ ବିଲକୁଲ ବି ଭାତ ଖାଇବାକୁ ଇଚ୍ଛା ହିଁ ନଥିଲା ସେଇଥିପାଇଁ ମୁଁ ଆଜି ଖରାବେଳେ ହିଁ ବନେଇଥିଲି ଚାଟ୍ ନୋ ଗାର୍ଲିକ୍ ନୋ ଅନିଅନ୍ରେ ମାନେ ବିନା ପିଆଜ ରସୁଣରେ ହିଁ ହେଇଛି ଚାଟ୍ ଆପଣମାନଙ୍କୁ କେମିତି ଲାଗୁଛି ଚାଟ୍ ମୋତେ ନିହାତି ଭାବରେ କମେଣ୍ଟ କରିକି ଜଣାଇବେ ମୋ ଭଏସ୍ ଏଇଥିପାଇଁ ଟିକେ ସ୍ଲୋ ଦେଉଛି କାରଣ ମୋ ତଣ୍ଟି ମୋର ବସିଯାଇଛି ଯେହେତୁ ତଣ୍ଟି ଦରଜ ହେଉଛି ଜୋର ଭଏସ୍ ଦେବା ପାଇଁ ଦେଇ ହିଁ ଟୋଟାଲି ହେଉନି କାହିଁକିନା ତଣ୍ଟି ହିଁ ପଡ଼ିଯାଇଛି କ'ଣ ପାଇଁ ଏମିତି ହେଉଛି କେଜାଣି ମୁଁ ଜାଣିପାରୁନି ବୟସ ବଢ଼ିବା ସହିତ ମଣିଷର ଦେହ ବି ଆସ୍ତେ ଆସ୍ତେ ଖରାପ ହେବା ପାଇଁ ଲାଗୁଛି ଯାହାଫଳରେ ମାନେ ଏମିତି ଭଏସ୍ ଏମିତି ବସିଯାଉଛି ପୁରା ମୋତେ କାହିଁକିନା ବହୁତ ଜୋରସେ ଥଣ୍ଡା ମୋ ଦେହ ବି ତ ଥଣ୍ଡା ରହୁଛି ନା ମୋତେ ଛିଙ୍କ ହେଉଛି ନା ମୋତେ ଖାସ ହେଉଛି ତାପରେ ଖରାବେଳେ ସମସ୍ତେ ଶୋଇ ପଡ଼ିଥିଲେ ଚାଟ୍ ସିନା ଖାଇଦେଲେ କିଛି ସମୟ ପରେ କାହିଁକି ଜାଣି ମୋତେ ପୁଣି ଟିକେ ଇଚ୍ଛା ହେଲା ଯେଉଁ ସେଉ ଆଉ ବୁନ୍ଦି ଖାଇବା ପାଇଁ କାହିଁକିନା ସେଉ ବୁନ୍ଦି ଦେଖିଲେ ପିଲାବେଳର କଥା ବହୁତ ମନେ ପଡ଼ିଯାଏ ଅଗଷ୍ଟ 15 ଜାନୁଆରୀ 26 ହେଲା ମାନେ ବିଭିନ୍ନ ଜାଗାରୁ ଆମର ଯେହେତୁ ଆମେ କାଳିଆପାଣିରେ ପଢ଼ୁଥିଲୁ ଅଫିସ୍ ଏକା ଗଲେ ସେଉ ବୁନ୍ଦି ଦିଅନ୍ତି ଖାଇବା ପାଇଁ ତ ସେଇଥିପାଇଁ ବହୁତ ଇଚ୍ଛା ହେଲା ଖାଇବା ପାଇଁ ତ ମାର୍କେଟରୁ ମଗାଇଥିଲି ସେଉ ବୁନ୍ଦି ଏମିତିରେ ବି ତ ଖରାବେଳେ ଚାଟ୍ ଖାଇବାର ଥିଲା ସେଇଥିପାଇଁ ମୁଁ ସେଉ ବୁନ୍ଦି ମଗାଇଥିଲି ତ ସମସ୍ତେ ଯେହେତୁ ଶୋଇ ପଡ଼ିଥିଲେ କେଉଁଠି ନା କେଉଁଠି କାହିଁ ମୋତେ ଇଚ୍ଛା ହେଲା ଟିକେ ସେଉ ବୁନ୍ଦି ଖାଇବା ପାଇଁ କାହିଁକିନା ଭାତ ହିଁ ଖାଇବା ପାଇଁ ଆଜି ମୁଡ଼ ହିଁ ନଥିଲା ଆଉ ଭାବିଥିଲୁ ଯାଇକି ବାହାରେ କେଉଁଠି ହୋଟେଲରେ ଟିକେ ଖାଇକି ଆସିବୁ ବୋଲି କିନ୍ତୁ ଯେହେତୁ ମୁଁ 16 ସୋମବାର କରୁଛି ଆଉ ଶ୍ରାବଣ ମାସରେ ଧରିଛି କାର୍ତ୍ତିକ ମାସରେ ହିଁ ସରିବ ସେଇଥିପାଇଁ ବାହାରେ ଖାଇବା କେବେ ହେଲେ ସମ୍ଭବ ହିଁ ହେଇପାରୁନି ଯେହେତୁ ମୁଁ ବାହାରର କୌଣସି ଖାଦ୍ୟ ହିଁ ଖାଉନି ତ ହୋଟେଲରେ ଯାଇକି କେମିତି ଖାଇବି ସେଇଥିପାଇଁ ଭାବିଲି ଯାଉଛି ଟିକେ ଘରେ ହିଁ ଖାଇବି କିନ୍ତୁ ଘରେ କ'ଣ ଖାଇବି ବାହାରକୁ ଗଲେ ମୋର ଟିକେ ଚାଟ୍ ଗୁପଚୁପ୍ ବିଭିନ୍ନ ମାନେ ଫାଷ୍ଟଫୁଡ଼୍ରେ ବହୁତ ଟିକେ ଲୋଭ ଖାଇ ହୁଏନି ସେଇଥିପାଇଁ ମୁଁ ଘରେ ହିଁ ଚାଟ୍ ବନେଇଥିଲି ଚାଟ୍ ଖାଇସାରିଲା ପରେ ଏଇଠି ସମସ୍ତେ ଶୋଇ ପଡ଼ିଛନ୍ତି ଆଉ ମୁଁ ବସିକି ଖାଉଥିଲି ସେଉ ବୁନ୍ଦି କାହିଁକିନା ମୋତେ ହିଁ ନିଦ ହୁଏ ନା ଖରାବେଳେ ଆଉ ଖରାବେଳେ ନିଦ ନହେଲେ ମୁଁ କ'ଣ କରିବି ବାଧ୍ୟ ହୋଇକି ବସିକିରି ଟିକେ ଯେମିତି ହେଲେ ବି ତ ଟାଇମ୍କୁ ଟିକେ ଟାଇମ୍ କାଟିଲା ପରେ ସିନା ସନ୍ଧ୍ୟା ବେଳକୁ ଝାଡ଼ୁ ହେରିକା ମାରିକି ସନ୍ଧ୍ୟା ହେରିକା ଦିଆହେବ ତ କେମିତି କଟିବ ତ ଏମିତିରେ ହିଁ ମୋର କଟୁଥିଲା ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ନିହାତି ଭାବରେ ଲାଇକ୍ ସେୟାର କମେଣ୍ଟ ଆଉ ସବସ୍କ୍ରାଇବ୍ କରିବେ ପ୍ଲିଜ୍ ସାଙ୍ଗମାନେ ଦୟାକରି ଟିକେ ସପୋର୍ଟ କରିବା ପାଇଁ ଟିକେ ଚେଷ୍ଟା କରନ୍ତୁ ମୁଁ ତ ସବୁବେଳେ ଏମିତି ଭିଡ଼ିଓ ହିଁ ବନେଇ ପାରୁନି କିନ୍ତୁ ଯେତିକି ବି ଭିଡ଼ିଓ ବନାଉଛି ଆଶା କରୁଛି ଆପଣମାନେ ନିହାତି ଭାବରେ ଦେଖିବା ଆଉ କେଉଁଠି ନା କେଉଁଠି ଟିକେ ଭଲ ପାଇବା ନିହାତି ଭାବରେ ଦେବେ ସେଥିପାଇଁ ନିହାତି ଭାବରେ ଲାଇକ୍ କରିବେ କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିବା ପାଇଁ ଟୋଟାଲି ଭୁଲିବେନି ରହୁଛି ସାଙ୍ଗମାନେ ଜୟ ଜଗନ୍ନାଥ।